ଆଜ୍ଞା କିଛି ଲୋକ ଜାଣିଛନ୍ତି ଆଉ କିଛି ଲୋକ ଜାଣିକି ଅଜଣା ଚାଉଳରେ ଭାତ ଖାଉଛନ୍ତି। କୋଉମାନେ ଯୋଉମାନେ ବର୍ତ୍ତମାନ ବିଜେପିରେ ଅଛନ୍ତି ସେମାନେ ଅଜଣା ଚାଉଳରେ ଭାତ ଖାଉଛନ୍ତି। କାହିଁକି କହୁଛି ନା ଦେଖୁନାହାନ୍ତି ଏଇ ଫଟୋଟାକୁ ଟିକେ ଦେଖନ୍ତୁ। ଦେଖିଲେ ତ ଇଏ ହଉଛନ୍ତି ନବୀନ ବାବୁ। ମାନେ ଯେତେବେଳେ ବନ୍ୟା ଆସିଥିଲା ସେତେବେଳେ ବୋଟରେ ଇଏ ବୁଲିଥିଲେ, କିନ୍ତୁ ଏବେ କଣ ହଉଛି ନା ଏବେ ବର୍ତ୍ତମାନ ଆମ ମୋହନ ବାବୁ ବୋଟରେ ବୁଲିବା ଆରମ୍ଭ କରିଦେଲାଣି। କଣ ନା 21-22 ଦିନ ପରେ ବନ୍ୟାଞ୍ଚଳ ବୁଲିଲେ ବୋଟରେ। ଆଉ ଅନ୍ଧଭକ୍ତ ମାନେ ଆଉ ବିଜେପି ସମର୍ଥନ କର୍ମୀ ମାନେ ମାନେ ବିଜେପି ସମର୍ଥକ କର୍ମୀ ମାନେ କହୁଛନ୍ତି କଣ ନା ପ୍ରଥମ ଥର ମୋହନ ବାବୁ ବୋଟରେ ବୁଲିଲେ, ବନ୍ୟାଞ୍ଚଳ ବୁଲିଲେ, ହେଲିକପ୍ଟର କିଛିଥିରେ ଯାଇନାହାନ୍ତି, ଏଇଥିରେ ବୁଲିଲେ। ଆଜ୍ଞା ଏଇଥିପାଇଁ ଆମେ କହୁଛୁ କି ଏଇଥିରେ ବି ନବୀନ ବାବୁ ଯାଇଥିଲେ ଆଗରୁ, ଇଏ ପ୍ରଥମ ନୁହଁ, ନବୀନ ବାବୁ ହଉଛନ୍ତି ପ୍ରଥମ। ଆଉ ଆଉ ଏଇ ଫଟୋଟାକୁ ଟିକେ ଦେଖୁନାହାନ୍ତି। ଦେଖନ୍ତୁ ଏଠି ଏଠି ନବୀନ ବାବୁ ନିଜେ ବାଡି ବୁଡିକି ଦେଇଥିଲେ, କଣ ବୁଝିପାରୁଛ ନାଇଁ? କିନ୍ତୁ ବର୍ତ୍ତମାନ କଣ ହଉଛି ନା ମୋହନ ବାବୁ ଖାଦ୍ୟ ରନ୍ଧା ଖାଦ୍ୟ ମାନ ଦେଖୁଛନ୍ତି। କିଛି ଅନ୍ଧଭକ୍ତ ପୋଷ୍ଟ କରୁଛନ୍ତି, କିଛି ଭାଇ ମାନେ ମୋର ପୋଷ୍ଟ କରୁଛନ୍ତି କି ମାନ ଦେଖୁଛନ୍ତି, କିନ୍ତୁ ମାନ ଦେଖିବ କଣ? ନବୀନ ବାବୁ ଆଗରୁ ବାଢିକି ଦେଇଥିଲେ, ଆଉ ମାନ ଦେଖିଲେ 21 ଦିନ ପରେ ମାନ ଦେଖୁଛନ୍ତି, ରନ୍ଧା ଖାଦ୍ୟର ମାନ ଦେଖୁଛନ୍ତି। ତେଣୁକରି ଗୋଟିଏ ଜିନିଷ କହିବି, ବର୍ତ୍ତମାନ ଅସମୟ ମାନେ ସେଠିକାର ଯୋଉ ଜାଗାରେ ବନ୍ୟା ହେଇଛି ସେଠିକାର ସ୍ଥାୟୀ ବାସିନ୍ଦା ମାନେ ହଇରାଣ ହରକତ ହଉଛନ୍ତି। ରାଜନୀତି ନକରି ସେ ମାନ ନ ପରଖି, ବୁଝିପାରିଲ କି, ଠିକ ଠାକ ସୁଚାରୁ ରୂପେ କେମିତି ବନ୍ଦୋବସ୍ତ ହବ, ଲୋକମାନେ ସୁବିଧା ପାଇବେ, ସେଇ ବ୍ୟବସ୍ଥା କର। ଆଉ କିଏ ବୁଲେଟ ଧରିକି ଫଟୋ ଉଠେଇଲାଣି ତ କିଏ ବୋଟରେ ହାଲୋ ହାୟ 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 କଲାଣି, ଏସବୁ ଛାଡ, ଲୋକଙ୍କ ସେବା କର। ବୁଝିଲେ, ସେବା କର ଲୋକଙ୍କ ସେବା କର। ମାନବ ସେବା ହିଁ କଣ ସେଟା ଗୋଟେ କହୁଛନ୍ତି, ମୁଁ ଆଉ ଜାଣିନାହିଁ, ଏତିକି ଖାଲି କହିଦେଲି ଆଉ। ବୁଝିପାରିଲେ, ଫଟୋ ଉଠା ଛାଡ, ଲୋକଙ୍କ ସେବା କର।